ଆଜି ଜାନୁଆରୀ 3 ତାରିଖ ଶନିବାର। ଆଜି ଦିନଟି ଶନିବାର ହୋଇଥିବାରୁ ଶନିଦେବଙ୍କୁ ସମର୍ପିତ। ଆଜିର ଶୁଭ ସମୟ, ଅଶୁଭ ସମୟ ଏବଂ ବିଶେଷ ପ୍ରତିକାରକ ବିଷୟରେ ଜାଣିବା, ଯାହା ଆପଣ ପାଇଁ ଦିନଟି ଭଲ ଫଳପ୍ରଦ ରହିବ। କୌଣସି ଶୁଭ କାମ କରିବା ପୂର୍ବରୁ ସମୟ ପ୍ରତି ଧ୍ୟାନ ଦିଅନ୍ତୁ। ଅମୃତ ବେଳା ସକାଳ 6:35ରୁ 8:50 ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ସମୟରେ 5:30ରୁ 7ଟା ପର୍ଯ୍ୟନ୍ତ। ରାହୁ କାଳ ଅଶୁଭ ବେଳା ସକାଳ 9ଟାରୁ 10:30 ପର୍ଯ୍ୟନ୍ତ। ଏହି ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ମେଷ ରାଶି, ଆଜି କାର୍ଯ୍ୟକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ମିଳିପାରେ, ପ୍ରାଇଭେଟ୍ ସେକ୍ଟର ହେଉ କି ଗଭର୍ଣ୍ଣମେଣ୍ଟ ସେକ୍ଟର। ସ୍ୱାସ୍ଥ୍ୟ ପ୍ରତି ସଚେତନତା ରୁହନ୍ତୁ। ଗାଡ଼ି ମଟର ଚଲାଇଲା ବେଳେ ଧ୍ୟାନ ଦେଇ ଚଲାନ୍ତୁ। ବୃଷ ରାଶି, ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପରିବାରରେ ହସ ଖୁସି ବଜାୟ ରହିବ। ଆଉ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ମିଥୁନ ରାଶି, ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଖୁସି ରହିବ। ବନ୍ଧୁମାନଙ୍କ ସହିତ ସମୟ ବିତାଇ ପାରନ୍ତି। ବ୍ୟବସାୟରେ ସାମାନ୍ୟ ଲାଭ ହୋଇପାରେ। କର୍କଟ ରାଶି, ଆଜି ଦିନରେ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇପାରେ, ସମ୍ଭାବନା ଅଛି ପୂରଣ ହେବାରେ। ଆଉ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଖୁସିଦାୟକ ଅଟେ। ସିଂହ ରାଶି, ଆଜି ଦିନଟି ଆପଣଙ୍କ ପାଇଁ ଅଶୁଭ ଅଟେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ବିବାଦରେ ଦେଖାଯାଇପାରନ୍ତି। ଆପଣଙ୍କର ଶୁଭ ରଙ୍ଗ ହେଲା ଲାଲ। କନ୍ୟା ରାଶି, ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ଅଟେ। ଶିକ୍ଷାର୍ଥୀ ପାଇଁ ଦିନଟି ବହୁତ ଅନୁକୂଳ ଅଟେ। ଆଉ ନୂତନ ନିବେଶ ପାଇଁ ଆଜି ଦିନଟି ମଙ୍ଗଳମୟ ଅଟେ। ଯଦି ନିବେଶ କରିବାର ଅଛି, ଆଜି କିଛି ନିବେଶ କରିଯାଆନ୍ତୁ। ତୁଳା ରାଶି, ପ୍ରେମୀ ଜୀବନରେ ସଫଳତା ମିଳିବ। ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ରହିଛି। ଯଦି ଦୂର ସ୍ଥାନକୁ ଯିବେ, ଆଜି ହିଁ ଯାଆନ୍ତୁ। ବିଛା ରାଶି, କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିପାରନ୍ତି। ଶାରୀରିକ ମାନସିକ କ୍ଳାନ୍ତ ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଯତ୍ନ ରଖନ୍ତୁ। ଧନୁ ରାଶି, ଭାଗ୍ୟର ସାଥ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ଆପଣଙ୍କ ମାନସିକ ଶାରୀରିକ ଶାନ୍ତି ଅନୁଭବ କରିବେ। ମକର ରାଶି, ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଅଟେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ଗୁପ୍ତ ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ। କୁମ୍ଭ ରାଶି, ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ଅଟେ। ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହୋଇପାରେ। ଜୀବନସାଥୀ ଓ ପାରିବାରିକ ସମ୍ପର୍କରେ ଅତ୍ୟନ୍ତ ହସ ଖୁସି ରହିପାରନ୍ତି। ମୀନ ରାଶି, ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭମୟ ଅଟେ। ପୁରାତନ ରୋଗରୁ ମୁକ୍ତି ମିଳିପାରେ। କୌଣସି ଶୁଭ ଖବର କିମ୍ବା ଶୁଭ ସମ୍ବାଦ ପାଇପାରନ୍ତି।